ପିଲାମାନେ ଗୋଟେ ଛୋଟ ପିଲାଟି ଗୋଟେ ଶିଶୁଟି ଯୋ ତ ପିଲାମାନେ ଗୋଟେ ଛୋଟ ଶିଶୁଟି ସେ ଜନ୍ମ ହେବାର 5 ବର୍ଷ ଯାଏଁ ସେ ତାକୁ କେବଳ କ'ଣ ତାକୁ କେବଳ କଫ୍ ସିରପ୍ ଦିଆହେଇଥାଏ ମିଠା ମିଠା ସବୁ ମେଡ଼ିସିନ୍ ଦିଆହେଇଥାଏ ଯାହାଫଳରେ ଶିଶୁଟି ତାକୁ ମାନେ ଗ୍ରହଣ କରେ ମାନେ ମେଡ଼ିସିନ୍ ଖାଇଦିଏ ଏବଂ ଭଲ ହେଇଯାଏ। ଆଉ ଯଦି ଗୋଟେ 10 ବର୍ଷ ଯେତେବେଳେ ତୁମର 15 ବର୍ଷ ମାନେ କ'ଣ 5 ବର୍ଷରୁ ବେଶୀ ହେଇଯିବ ସେତେବେଳେ ତୁମକୁ କ'ଣ ସେତେବେଳେ ମିଠା ମେଡ଼ିସିନ୍ ଦେବେ କି ଦେବେନି। ସେଥିରେ କ'ଣ ତୁମର ପାଇଁ ଯେତେ ସବୁ ବଟିକା ପଳେଇ ଆସିବ ପିତା ପିତା ମେଡ଼ିସିନ୍ ଖାଇତେ ପଡ଼ିବ ତା ସହିତ ତୁମକୁ କ'ଣ ଇଞ୍ଜେକ୍ସନ୍ ନେଇତେ ପଡ଼ିବ ହେଲା ନହେଲେ କ'ଣ ରୋଗ ଭଲ ହେବ କି ନା ହେବ ନାହିଁ ବୁଝିଲ। ସେଇଥିପାଇଁ ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ତ ପିଲାମାନେ ମୁଁ ଏମିତି କାହିଁକି କହିଲି ମୁଁ ତମାନେ ଭିଡ଼ିଓଟା ଫୁଲ୍ ଦେଖ ଜାଣିପାରିବ ହେଲା। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ +3 5th ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ କାହିଁକିନା ପିଲାମାନେ ଯେଉଁ ତାଙ୍କର DSE ପେପରଟି ରହିଛି DSE 2 ୟୁନିଟ୍ 4 କ'ଣ ଯେଉଁଟାକି ହେଲା ତୁମର କଲେଜରେ ବି କ୍ଲାସ୍ ହେଇନଥିବ ପ୍ରାୟତଃ କ'ଣ ନା ତୁମର ବିଚିତ୍ର ବିଶ୍ୱ ବିଷୟରେ। ତ ପିଲାମାନେ ତୁମର +3 5th ସେମିଷ୍ଟାର ସବୁଠୁ କଡ଼ା ପାଠ ହେଉଛି ବିଚିତ୍ର ବିଶ୍ୱ। ତ ପିଲାମାନେ କାହିଁକି ମୁଁ ଏ କଥା କହୁଛି କାହିଁକିନା ଦେଖନ୍ତୁ ଆମ ଓଡ଼ିଆ ଅନର୍ସ ପିଲାମାନେ ଯେଉଁ ସାଇନ୍ସ ସହିତ ଆଉ ଯେଉଁ କ'ଣ ଜିଓଗ୍ରାଫି ସହିତ ଏତେ ଲିଙ୍କ୍ ନାହାନ୍ତି ଯାହାଫଳରେ କି ସେଗୁଡ଼ା ବୁଝିବା ପାଇଁ ତାଙ୍କୁ ବହୁତ ହିଁ କଷ୍ଟ ହେବ। ତ ସେଥିପାଇଁ କହୁଛି ତ ପିଲାମାନେ ଆଜିର ଭିଡ଼ିଓଟି ତୁମର ବନେଇବାର ମେନ୍ ମୋଟିଭ୍ ହେଉଛି ଅନେକ ସାରା ପିଲାମାନେ କମେଣ୍ଟ ସେକ୍ସନରେ କହୁଛନ୍ତି ସାର୍ ଆମର ବିଚିତ୍ର ବିଷୟ କ୍ଲାସ୍ଟି କରନ୍ତୁ ନହେଲେ ଏକ୍ଜାମ୍ରେ କ'ଣ ଲେଖିବୁ ଆମର କଲେଜରେ ତ ଆମର କ୍ଲାସ୍ ହେଉନି ହେଲା ଆମେ ଲଙ୍ଗ୍ କ୍ୱେଶ୍ଚନ୍ କ'ଣ ଲେଖିବୁ ସର୍ଟ କ୍ୱେଶ୍ଚନ୍ କ'ଣ ଲେଖିବୁ ମୁଣ୍ଡରେ କିଛି ପଶୁନି। ତ ସେଥିପାଇଁ ମୁଁ ଭାବିଲି ଚାଲନ୍ତୁ କ୍ଲାସ୍ କରିବା। ତ ପିଲାମାନେ କିନ୍ତୁ ଫାଷ୍ଟ ତୁମମାନଙ୍କୁ ଗୋଟେ ଚ୍ୟାଲେଞ୍ଜ ଦେଲି ଯଦି ତୁମମାନେ ହେଲା ଏଇ ଚ୍ୟାନେଲ୍ ସବୁଗୁଡ଼ିକ ଭିଡ଼ିଓ ଦେଖିବ ଏଇ ଯେଉଁ ତୁମର ବିଚିତ୍ର ବିଶ୍ୱ ତୁମ ଗୋଟେ ଭିଡ଼ିଓରେ ଅସମ୍ଭବ ହେଲା ହେବନି ଗୋଟେ ଭିଡ଼ିଓରେ ଫୁଲ୍ ଟ୍ୟାକ୍ ହେବନି କାହିଁକିନା ତୁମର 8ଟି ଭିଡ଼ିଓ ଦରକାର କାହିଁକିନା ତୁମର 8ଟି ପରିଚ୍ଛେଦ ଅଛି 8ଟି ପରିଚ୍ଛେଦ ପାଇଁ ତୁମମାନଙ୍କ ପାଇଁ 8ଟା ଭିଡ଼ିଓ ବନେଇବା ପାଇଁ ପଡ଼ିବ। ଯଦି ତୁମେ 8ଟା ସାରା ଭିଡ଼ିଓ ହେଲା ତୁମେ ଯଦି ଦେଖିବ ତୁମେ ଯଦି ନିଜ ଆଡ଼ୁ ଟିକେ ଏଫର୍ଟ ଦେବ ତାହେଲେ ହିଁ କ'ଣ ନିଜେ ଆଡ଼ୁ ତୁମେ ଭଲ ମାର୍କ ରଖିପାରିବ ଏଇଟା ମୋର 100% ଚ୍ୟାଲେଞ୍ଜ। ଆଉ ଯଦି ତୁମେ ପଢ଼ିବନି ଭିଡ଼ିଓଟା ଦେଖିବ ଗୋଟେ ଦୁଇଟା ଦେଖିଦେବ ହେଇଗଲା ଯାଇକିନା ଏକ୍ଜାମ୍ ପଳେଇବ ସେମିତି କିଛି ନାହିଁ। ତ ପିଲାମାନେ ମୁଁ ଆଶା କରୁଛି ଯେ କିଛି ତ ମାନେ 5th ସେମିଷ୍ଟାର କଳାହାଣ୍ଡି ୟୁନିଭର୍ସିଟି କି ଅନ୍ୟାନ୍ୟ ୟୁନିଭର୍ସିଟି ଗୁଡ଼ିକରେ ପ୍ରାୟତଃ ଏକ୍ଜାମ୍ ଷ୍ଟାର୍ଟ ହେଇଗଲାଣି ଏବଂ ଓଡ଼ିଶାର କିଛି ୟୁନିଭର୍ସିଟିରେ ଏକ୍ଜାମ୍ ହେଇନାହିଁ। ତ ତା ପୂର୍ବରୁ ମୁଁ ଭାବୁଛି ଯେ ତ ଚାଲନ୍ତୁ ତୁମମାନେ ଏଇ ଯେଉଁ 8ଟା ସାରା ପାର୍ଟ ଦେଖିଦେ ମୁଁ ଅଧିକ ବଡ଼ କରିବିନି ତୁମମାନଙ୍କ ପାଇଁ ଯେମିତି 10 ମିନିଟ୍ 15 ମିନିଟ୍ 12 ମିନିଟ୍ ହେଲା ତ ସେତିକି ତ ଆରାମସେ ଦେଖିପାରିବ। ତ ସେଥିପାଇଁ କହୁଛି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଯାହାଫଳରେ ତୁମକୁ ପୁରା ବୁଝେଇକି ନେବି ତୁମର କ'ଣ ଯେଉଁ ତୁମର ଅନ୍ତରାଷ୍ଟ୍ରୀୟ ସୌରବର୍ଷ କ'ଣ ହେଲା ଆମ ସୂର୍ଯ୍ୟକୁ କାହିଁକି ଗୁରୁତ୍ୱ ଦିଆଯାଏ ତ ତା ସହିତ ମାନେ ଅନେକ ସାରା ଯେଉଁ 8ଟି ପରିଚ୍ଛେଦ ଅଛି ସେ 8ଟା ସାରା ପରିଚ୍ଛେଦ ଆମେ ସମ୍ପୂର୍ଣ୍ଣ ଭାବରେ ପୁରା ବୁଝିବା। ତ ଚାଲନ୍ତୁ ଅଧିକ ଗପିବାନି ନହେଲେ କମେଣ୍ଟ ସେକ୍ସନରେ କହିବେ ସାର୍ ଆପଣ ଅଧିକା ଗପୁଛନ୍ତି। ତ ଚାଲନ୍ତୁ 2008 ଅନ୍ତରାଷ୍ଟ୍ରୀୟ ସୌରବର୍ଷ କେତେ ନା 2008 ସମ୍ପର୍କରେ ଆଲୋକପାତ କର କିମ୍ବା ଆମର ସୌରଜଗତ ସମ୍ପର୍କରେ ଜ୍ଞାତବ ତତ୍ତ୍ୱର ଉପସ୍ଥାପନା କର। ତ ପିଲାମାନେ ଏଟା ମୋ ଆଡ଼ୁ ଯେତିକି ହେଇପାରିବ ଯେତିକି ମୋ ଆଡ଼ୁ ମୁଁ ବେଷ୍ଟ ଦେବି ଯାହାଫଳରେ ତୁମମାନେ ଯେମିତି ବୁଝିପାରିବ ହେଲା। ତ ତୁମେମାନେ ବି ଟିକେ ବୁଝିବା ପାଇଁ ଚେଷ୍ଟା କର ମନ ଧ୍ୟାନ ଦେଇକି କାହିଁକିନା ଏଇଟା ସବୁଠୁ ହାର୍ଡ଼ ବିଷୟ ହେଲା ଏଗୁଡ଼ା ତୁମେ ଯଦି ଟିକେ ଅଣଦେଖା କରିଦେବ ତାହେଲେ ଯିବ 20 ମାର୍କ ଲସ୍ ହେଇଯିବ। ଦେଖ ଡକ୍ଟର ଦେବାକାନ୍ତ ମିଶ୍ର ବିଚିତ୍ର ବିଷୟ ପୁସ୍ତକରେ ଅନ୍ତରାଷ୍ଟ୍ରୀୟ ସୌରବର୍ଷ ତଥା ସୌରଜଗତ ସମ୍ପର୍କରେ ଆଲୋଚନା କରିଛନ୍ତି। ତାହେଲେ ଏଇଟା କିଏ ଦେବାକାନ୍ତ ମିଶ୍ର କିଏ ଇଏ ହେଉଛନ୍ତି ରାଇଟର ବା କିଏ ଏଇ ଯେଉଁ ଉପନ୍ୟାସଟି ଅଛି ବିଚିତ୍ର ବିଶ୍ୱ ଏଇଟା କେଉଁ ଉପନ୍ୟାସ ଏଇଟା ହେଉଛି ଗୋଟେ ବୈଜ୍ଞାନିକ ଉପନ୍ୟାସ ହେଲା ଏହାର ଉପନ୍ୟାସକ ହେଉଛନ୍ତି ଡକ୍ଟର ଦେବାକାନ୍ତ ମିଶ୍ର ଏବଂ ସୌର ପରିବାରରେ ଅନ୍ତର୍ଭୁକ୍ତ ବିଭିନ୍ନ ଜାଗତିକ ପିଣ୍ଡ ଗୁଡ଼ିକ ଅଛି ଓ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ଯେଉଁ ଆମର ପୃଥିବୀରେ ଜୀବଜଗତ ରହିଛି। ତ ନିହାତି ଭାବରେ ତୁମମାନେ ଜାଣିଛନ୍ତି ଯେଉଁ ଚନ୍ଦ୍ର ଅଛି ଦେନ୍ କ'ଣ ଅନ୍ୟ ସାରା ଯେଉଁ କ'ଣ ଯେଉଁ ମଙ୍ଗଳ ଗ୍ରହ ହେଉ କି ଶନି ଗ୍ରହ ହେଉ ବୃହସ୍ପତି ଗ୍ରହ ହେଉ ତ ଅନ୍ୟାନ୍ୟ ଗ୍ରହମାନଙ୍କ ମଧ୍ୟରୁ ମଣିଷ କେଉଁଠି ବସବାସ କରୁଛି ଆମର ପୃଥିବୀରେ ହେଲା। ପୃଥିବୀ ତ କ'ଣ ପୃଥିବୀଟା ହେଉଛି ଗୋଟେ ଜାଗତିକ ପିଣ୍ଡ ଏବଂ ଅନ୍ୟ କୌଣସି ବସ୍ତୁ ପଣ୍ଡରେ ଜୀବଜଗତ ସମ୍ଭବ ହୋଇପାରି ନାହିଁ। ତ ନିହାତି ଭାବରେ ଯେଉଁ ବର୍ତ୍ତମାନ କହିଲେ ଯେଉଁ ମଙ୍ଗଳ ଗ୍ରହ ହେଉ କି ଚନ୍ଦ୍ର ହେଉ ମାନେ ସେଗୁଡ଼ା କ'ଣ ମଣିଷ ବଞ୍ଚିପାରିବ କି ବଞ୍ଚିପାରିବନି କାହିଁକି ବଞ୍ଚିପାରିବନି ନା ସେଠି ଅକ୍ସିଜେନ୍ ନାହିଁ କି ମାନେ କ'ଣ ଆମର ପୃଥିବୀରେ ଯେମିତି ଯାହାଦ୍ୱାରା କି ପାଣି ବାୟୁ ପବନ ଦ୍ୱାରା ଆମେ ବଞ୍ଚୁଛୁ ତ ତାହା ସେଠି ଅନ୍ୟ ପିଣ୍ଡମାନଙ୍କରେ ଦେଖାଯାଏ ନାହିଁ ଯାହାଫଳରେ ସେଠି ପ୍ରାଣୀ ଗୁଡ଼ିକ ମାନେ ବଞ୍ଚିପାରନ୍ତି ନାହିଁ ବା କ'ଣ ଜନବସତି ଅସମ୍ଭବ ହୋଇଥାଏ। ତ ସେଥିପାଇଁ ଆଉ କ'ଣ କହିଲେ ନା ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ପାଇଁ ସୂର୍ଯ୍ୟର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ବହୁ ବୈଜ୍ଞାନିକ ତତ୍ତ୍ୱ ଓ ତଥ୍ୟର ସୁନ୍ଦର ଭାବରେ ବିଶ୍ଳେଷଣ କରାଯାଏ। ତ ନିହାତି ଭାବରେ ସୂର୍ଯ୍ୟର ଭୂମିକା କ'ଣ ଆସିଲା ନା ଦେଖନ୍ତୁ ବର୍ତ୍ତମାନ ଯେଉଁ ଆମେ ଦିନ ଅଛି ହେଲା ଯେଉଁ ଗଛ ଗୁଡ଼ିକ ବଢ଼ୁଛି ତ କିପରି ଭାବରେ ବଢ଼ୁଛି ନା ସେ ସୂର୍ଯ୍ୟଙ୍କ ଦ୍ୱାରା ଆଉ ଯେଉଁ ଜଳ ଗୁଡ଼ିକ ଶୋଷିତ ହୋଇକି ଆକାଶକୁ ଯାଉଛି ଆକାଶରୁ ପୁଣି ବର୍ଷା ଆକାରରେ ଆସୁଛି ମାନେ ସେ ଶୋଷୁଛି କେମିତି ସୂର୍ଯ୍ୟଙ୍କ ଦ୍ୱାରା ନା। ଯଦି ଭାବନ୍ତୁ ଯଦି ସୂର୍ଯ୍ୟ ହିଁ ନଥାନ୍ତା ତାହେଲେ ଆମର ସୌରଜଗତ ସମ୍ଭବ ହୋଇପାରିଥାନ୍ତା କି ମାନେ କେମିତି ହେଇପାରିନଥାନ୍ତା
ଦେଖନ୍ତୁ ହୋଇପାରିଥାନ୍ତା କି ନାହିଁ? କାହିଁକିନା ଦେଖନ୍ତୁ ଦିନ ଖାଲି ସବୁବେଳେ ଯଦି ରାତି ହେଇଥାନ୍ତା ଦିନ କେବେ ହେଇନଥାନ୍ତା ତାହେଲେ ଭାବନ୍ତୁ କ'ଣ ହେଇଥାନ୍ତା। ତ ସେଇ କଥା ହିଁ ଏଠାରେ ଲେଖାଯାଇଥିଲା। ସୂର୍ଯ୍ୟ ହେଉଛି ଆମର ମେନ୍, ସୂର୍ଯ୍ୟ ଦ୍ୱାରା ହିଁ ଜନବସତି ସମ୍ଭବ ହେଇପାରିଛି। ବୁଝିହେଲା? ତେଣୁ ପ୍ରଥମତଃ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ହେଲା। ତାହେଲେ ସୂର୍ଯ୍ୟ କ'ଣ? ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର। ଯେତେ ସବୁ ଶକ୍ତି ଅଛି ସବୁ ଶକ୍ତିର ଆଧାର ହେଉଛି ସୂର୍ଯ୍ୟ। ଏବଂ ସୌରମଣ୍ଡଳର ସ୍ଥିତାବସ୍ଥାକୁ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଆଲୋଚନା କରାଯାଇଛି। କ'ଣ କ'ଣ ଦେଖିବା? ଯେମିତିକି ଆମ ସୌର ବାୟୁମଣ୍ଡଳର ବିଭିନ୍ନ ସ୍ତର ଗୁଡ଼ିକ ଅଛି। କ'ଣ କ'ଣ? ସୌର କିରିଟି ବା ସୋଲାର କରଜ ସମ୍ପର୍କରେ ବୈଜ୍ଞାନିକମାନଙ୍କ ତଥ୍ୟ ଓ ବିଶ୍ଳେଷଣ ସହିତ ସୂର୍ଯ୍ୟର ବାହ୍ୟ ଓ ଅଭ୍ୟନ୍ତର ଗଠନ ସମ୍ପର୍କରେ ଆଲୋଚନା କରାଯାଇଛି। ତାହେଲେ କ'ଣ ଆମ ସୂର୍ଯ୍ୟର ଯେଉଁ କିରିଟି ଅଛି ବା କ'ଣ ଯେଉଁ ଆମେ କହୁଛୁ ଯେଉଁ ସୋଲାର କରଜ ହେଲା, ତ ସେଇ ସମ୍ପର୍କରେ ବୈଜ୍ଞାନିକ ମାନେ ବିଭିନ୍ନ ଭାବରେ ମତ ଦେଇଛନ୍ତି। ମାନେ କାହାର ବି ମତ ସେମ୍ ନାହିଁ, ସମସ୍ତଙ୍କର ଅଲଗା ଅଲଗା ମତ। ମାନେ ଆମ ସୂର୍ଯ୍ୟର ଭିତରେ କ'ଣ ଅଛି ବାହାରେ କ'ଣ ଅଛି, ତ ସେଇ ବିଷୟରେ ହେଲା। ଦେଖନ୍ତୁ ତଦ୍ ବ୍ୟତୀତ ସୌର କଳଙ୍କ ଭ୍ୟାନ୍ ତା ସହିତ କ'ଣ ଆକ୍ଲିଆନ ବିକିରଣ ବଳୟ ଓ କିରାଟୀୟ ବସ୍ତୁତ୍ୱ ବହିଷ୍କରଣ ହୋଇଥାଏ। ତାହେଲେ କ'ଣ ଆମର ଯେଉଁ ସୂର୍ଯ୍ୟ ଭିତରେ ଅଛି ମାନେ ଆମ ସୌର କରଙ୍କ ହେଲା। ତ ଦେଖନ୍ତୁ ଆମର ଲୁହା କିପରି ଭାବରେ ଡ୍ୟାମେଜ୍ ହେଇଥାଏ କରିছে। ଦେଖନ୍ତୁ ଲୁହାକୁ କେହି ଭାଙ୍ଗି ପାରନ୍ତି କି ନା? ସେ ନିଜର କଳଙ୍କି ହିଁ ତାକୁ ବର୍ବାଦ କରିଥାଏ ହେଲା। ତ ସେଇଭଳି ଭାବରେ ଦେଖନ୍ତୁ ଯେଉଁ ଆମର ସୂର୍ଯ୍ୟ ଥାଏ ସେପରି ସୂର୍ଯ୍ୟ କିପରି ଭାବରେ ମାନେ ଦେଖନ୍ତୁ ସୂର୍ଯ୍ୟ ଉପରେ କିପରି ଭାବରେ ଆଫେକ୍ଟ ପଡ଼ିଥାଏ ନା ଯେଉଁ ଆକ୍ଲିୟନ ବିକିରଣ ବଳୟ ତା ସହିତ କିରାଟୀୟ ବସ୍ତୁତ୍ୱ ବହିଷ୍କରଣ ଏବଂ ଯେଉଁ ଆଲବର୍ଟ ଆଇନଷ୍ଟାଇନଙ୍କର ଆପେକ୍ଷିକ ତତ୍ତ୍ୱ ସମ୍ପର୍କରେ ମତାମତ ଉଲ୍ଲେଖ କରାଯାଇଛି। ତାହେଲେ କ'ଣ ଯେଉଁ ମାନେ ସୂର୍ଯ୍ୟଙ୍କ ବିଷୟରେ ସେମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି, ସବୁ ଅଲଗା ଅଲଗା ମତ ଗୁଡ଼ିକ ସେଗୁଡ଼ା ଆମେ ଜାଣିବା ହେଲା। ତ ପିଲାମାନେ ମୁଁ ଯେଉଁ ଲୁହାର କଣ କଥା କାହିଁକି କହିଲି ସେଗୁଡ଼ା ମୁଁ କହିବି ହେଲା। ଆକୁ ଚାଲ ଅଛି ଏଠି। ଦେଖନ୍ତୁ ସୂର୍ଯ୍ୟ ସମ୍ବନ୍ଧୀୟ ଅଜ୍ଞାତ ତଥ୍ୟର ଆବିଷ୍କାର ନିମନ୍ତେ ବିଭିନ୍ନ ସମୟରେ ମହାକାଶକୁ ପ୍ରେରିତ ମହାକାଶଯାନ ସମ୍ପର୍କିତ ତଥ୍ୟକୁ ମଧ୍ୟ ଆଲୋଚନା କରାଯାଇପାରେ। ତାହେଲେ କ'ଣ ଆମର ଯେଉଁ ପୃଥିବୀ ବାହାରେ ଯେଉଁ ମହାକାଶଯାନ ଗୁଡ଼ିକ ଯାଉଛି ହେଲା, ତା ମାନେ ସମ୍ଭବ କିପରି ହେଉଛି ଏବଂ ତାହା ସମ୍ପର୍କିତ ତଥ୍ୟକୁ ଆଲୋଚନା ମାନେ କ'ଣ ତାହା ବିଜ୍ଞାନ ପରିସରଭୁକ୍ତକୁ କିପରି ଭାବରେ ନିଆଯାଇଛି ତାହା ଦେଖ ହେଲା। ତ ପିଲାମାନେ ଭଲସେ ଟିକେ ଦେଖ ହେଲା। ତୁମ ସାଇନ୍ସ ଅଛି, ମୁଁ ମାନୁଛି ଟିକେ ଡିଫିକଲ୍ଟ ହେଉଥିବ, ମୁଁ ବି ମାନେ ତୁମକୁ କହିପାରୁନି କେମିତି କଲେ ତୁମେ ଟିକେ ଭଲସେ ବୁଝିବ, ମୁଁ ସେଇ ୱେରେ ତୁମକୁ ବୁଝିବା ପାଇଁ ଚେଷ୍ଟା କରୁଛି। ଦେଖନ୍ତୁ ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱ ସୂର୍ଯ୍ୟ ସୌର ସଂସ୍ଥିତିର କେନ୍ଦ୍ର ଭାବରେ ସୌର ପରିବାରର ମୋଟ ବସ୍ତୁତ୍ୱର କେତେ ନା 98.8% ବସ୍ତୁତ୍ୱ ଧାରଣ କରିଥାଏ। ତାହେଲେ ସୂର୍ଯ୍ୟ କ'ଣ? ସୂର୍ଯ୍ୟ ହେଉଛି ଆମର ଯେଉଁ ସୌର ଜଗତ ଯେଉଁ ସୌର ସଂସ୍ଥିତି ଅଛି ସୌର ଜଗତର ସବୁଠୁ ଅଧିକ ମାନେ ସବୁଠୁ ବଡ଼ କିଏ? ସୂର୍ଯ୍ୟ। ଯେଉଁ ଆମ ପୃଥିବୀ ଅଛି, ବୃହସ୍ପତି ହଉ କି ଯାହା ବି ହଉ, ଆମର ଗ୍ରହ ଭିତରେ ସବୁଠୁ ବଡ଼ କିଏ? ବୃହସ୍ପତି। ସେହିପରି ଭାବରେ ଆମର ଯେଉଁ ସୌରମଣ୍ଡଳ ସବୁଠୁ ବଡ଼ ଜିନିଷ ବା କ'ଣ ଆମର ବଡ଼ ସଂସ୍ଥା କ'ଣ? ଆମର ସୂର୍ଯ୍ୟ। ଏହାର ଆୟତନ ହେଉଛି ପୃଥିବୀର ଆୟତନ ଠାରୁ ତୁଳନାରେ 1 ନିୟୁତ ଗୁଣ ବଡ଼। ଦେଖନ୍ତୁ ପୃଥିବୀ ଯଦି ଏତିକି ବଡ଼, ଆମର ସୂର୍ଯ୍ୟ ହେଉଛି ଏଡ଼ିକି ବଡ଼ ହେଲା। ମାନେ ଭାବ ସୂର୍ଯ୍ୟ କେତେ ବଡ଼, ମାନେ ଅନ୍ୟାନ୍ୟ ଯେଉଁ ଗ୍ରହ ଗୁଡ଼ିକ ଅଛି ତାଠୁ ସିଏ ମାନେ ବହୁତ ଗୁଣ ବଡ଼ ହେଲା, ନିୟୁତ ଗୁଣ ବଡ଼। ତ ଦେଖନ୍ତୁ ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର। ଏ କଥା କାହିଁକି କୁହାହେଲା ନା ଦେଖନ୍ତୁ ପୃଥିବୀ ପୃଷ୍ଠରେ ଜୀବନର ସ୍ଥାୟିତ୍ୱ ମୁଖ୍ୟତଃ ସୂର୍ଯ୍ୟର କ୍ରିୟାଶୀଳତା ଉପରେ ନିର୍ଭର କରିଥାଏ। ସୂର୍ଯ୍ୟ ପୃଷ୍ଠର ଉପର ସମସ୍ତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ତାହା ଯେମିତି ଆମ ଋତୁ ଗୁଡ଼ିକ ପରିବର୍ତ୍ତନ ହେଉଛି କିପରି ଭାବରେ? ସେ ସୂର୍ଯ୍ୟ ଦ୍ୱାରା। ଦିନ ରାତି ପରିବର୍ତ୍ତନ ହେଉଛି ସେଇ ସୂର୍ଯ୍ୟ ଦ୍ୱାରା। ଗଛ ବଢ଼ୁଛି ସେଇ ସୂର୍ଯ୍ୟ ଦ୍ୱାରା। ଆମେ ପାଣି ପିଇବାକୁ ପାଉଛୁ ସେଇ ସୂର୍ଯ୍ୟ ଦ୍ୱାରା। ସବୁ ସେ ସୂର୍ଯ୍ୟ ଦ୍ୱାରା ହିଁ ହେଉଛି। ତାହା ସିଧାସଳଖ ପୃଥିବୀ ଉପରେ ପ୍ରଭାବ ପକାଇଥାଏ। ଦେଖନ୍ତୁ ଆମର ସୂର୍ଯ୍ୟ ପୃଷ୍ଠରେ ଦେଖନ୍ତୁ ସୂର୍ଯ୍ୟ ପୃଷ୍ଠରେ ଉପର ସମସ୍ତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ, ତାହା ସିଧାସଳଖ ପୃଥିବୀ ଉପରେ ପ୍ରଭାବ ପକାଇଥାଏ। ତ ନିହାତି ଭାବରେ ସୂକ୍ଷ୍ମ ଦୃଷ୍ଟିକୋଣ ବିଚାର କଲେ ପୃଥିବୀ ପୃଷ୍ଠରେ ଆମେ ଜୀବନ ଧାରଣ ତଥା ସୁଖପ୍ରଦ ଜଳବାୟୁ ସଂରକ୍ଷଣ ବ୍ୟାପାର ସୌରଶକ୍ତିର କରାମତି ଯୋଗୁଁ ହିଁ ସମ୍ଭବ ହୋଇପାରୁଛି, ଯେଉଁ ମୁଁ ବର୍ତ୍ତମାନ କହିଲି ହେଲା। ଏତଦ୍ ବ୍ୟତୀତ ଆମେ ଯେଉଁ କୋଇଲା ଖଣିଜ ତୈଳକୁ ଇନ୍ଧନ ଭାବରେ ବ୍ୟବହାର କରୁନାହିଁ ନା, ତାହା ସବୁ ସୌରଶକ୍ତି ଦ୍ୱାରା ହିଁ ସମ୍ଭବ ହେଇପାରୁଛି। ତାହେଲେ କ'ଣ ସେଇ ସୂର୍ଯ୍ୟ ଯେଉଁ ଆମେ କ'ଣ ବିଭିନ୍ନ ପ୍ରକାର କୋଇଲା ହଉ କି ଖଣିଜ ତୈଳ ଯେମିତିକି ପେଟ୍ରୋଲ କିରୋସିନ ଡିଜେଲ ଯାହା ବି ହଉ ସେ ସୂର୍ଯ୍ୟ ଦ୍ୱାରା ହିଁ ଆମକୁ ମାନେ ଆମ ପୃଥିବୀକୁ ସେଗୁଡ଼ା କ'ଣ ପୃଥିବୀରେ ଉତ୍ପନ୍ନ ହେଉଛି। ତେଣୁ ସୂର୍ଯ୍ୟ ଆମମାନଙ୍କ ପାଇଁ ସକଳ ଶକ୍ତିର ଆଧାର। ବୁଝିହେଲା? ଆମ ସୂର୍ଯ୍ୟକୁ କାହିଁକି ସକଳ ଶକ୍ତିର ଆଧାର ବୋଲି କୁହାହେଲା? ସୂର୍ଯ୍ୟ ସମ୍ବନ୍ଧୀୟ ଗୋପନୀୟ ତଥ୍ୟକୁ ଜାଣିବା ପାଇଁ ମହାକାଶଚାରୀମାନେ ବିଦ୍ୟୁତ୍ ଚୁମ୍ବକୀୟ ବନାନୀ ଅନ୍ତର୍ଭୁକ୍ତ ଯେଉଁ ଗୋଟେ ଗାମା ରଶ୍ମି ଗୋଟେ ଥାଏ ଏବଂ କ'ଣ ଗୋଟେ ରଞ୍ଜନ ରଶ୍ମି ଅତିବାଇଗଣ ରଶ୍ମି ହେଲା। ଅତିବାଇଗଣ ରଶ୍ମିଙ୍କର ମାନେ ପୃଥିବୀର ଗୋଟେ ମାନେ ପୃଥିବୀର ଡାଇରେକ୍ଟ ଯଦି ଆମ ପୃଥିବୀରେ ସେ କିରଣଟା ପଡ଼ିଥାନ୍ତା ତାହେଲେ ଆମ ସେଇଟା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହେଲା। ଆମେ ବହୁତ ମାନେ ଆମେ ଜୀବଜଗତ ସେଠି ବହୁତ କଷ୍ଟକର ହେଇଥାନ୍ତା, ବିଭିନ୍ନ ପ୍ରକାର ରୋଗ ହେଇଥାନ୍ତା। ଅତିବାଇଗଣ ରଶ୍ମିରେ କିସ କରୁଛି ନା ତାକୁ ଅଟକେଇ ଦେଉଛି, ସେଇ ଯେଉଁ ଗୋଟେ ରଶ୍ମିଟା ପଡ଼ୁଛି ତାହାକୁ ଅଟକେଇ ଦେଉଛି ଏବଂ ତାହା କ'ଣ ତାର ମାତ୍ରାଟା ଟିକେ କମିକି ପଡ଼ୁଛି ହେଲା, ମାନେ ଯେ ଛାଣି ଦେଉଛି। ଯେମିତି ଆମେ ଧର
जो चा बनाऊ चा चा बन सारिका पले छाने माने कौन छाणी दऊ सेगुड़ा से भाव में से पूरा छाणी दिए है सूर्य किरणटा को तापर देखो दृश्यमान आलोक रश्मि एवं अति नाली रश्मि सूक्ष्म तरंग और माइक्रोवेव और देवतार तरंग द्वारा कार्यक्षम कैमेरा और इतर संवेदनशील वर्णक्रम मापी उपकरण गुड़िक व्यवहार करा कौन एटा सूर्य को माने सूर्य संबंधी किसी गोपनीय तथ्य जानापी जो जंत्र गुड़िकर आवश्यकता पड़ी था देखिए कौन 2008 मसीहा को अंतरराष्ट्रीय सौर वर्ष भाव में पालन कराई सौर वर्ष है मैंने समस्त वैज्ञानिक मैंने गवेषणा कलापर से डिसाइड कले सूर्य ही कौन सकाल शक्तिर आधार तेणुक से 2008 मसीहा को अंतरराष्ट्रीय सौर वर्ष भाव में समस्ते मैंने समग्र विश्व पालन कराई सरी पिला विश्व गली समग्र पृथ्वी पालन कराई तापर देखो सौरमंडल विभिन्न स्तर गुड़िक है गोटे है प्रकाश मंडल फोटोस्फियर गोटे तुम जानी फोटोस्फियर तापर वर्णमंडल जो क्रोमोस्फियर ता सहित सौर किरीटी और सोलार करोना है तो एगुड़ा प्राय तुम जानी एगुड़ा मुझे बुझुनी कहीं तुम कह सर आम जानी 6-7 क्लास पाठ गुड़ा तो देखो देखो दिवस सूर्यर जो स्तरटी आम देखिपार ताकू कौन कहुए ज्योतिर्विज्ञान भाषा प्रकाश मंडल बोली कहु आम दिन में जमी जो सूर्य को आम देखिपारू है कौन से हूँ प्रकाश मंडल यही मंडल होउची सौर वायुमंडल सर्वनिम्न स्तर तेणु यहाँ सूर्यर पृष्ठदेश बोली कह जाए तापर कौन तो पे मैंने देखते है तो यही अंचल आलोक पदार्थ विकिरित होता है और यार स्थूलता प्राय 400 किलोमीटर होता बेले तापमात्रा केते होता है ना 5800 डिग्री केल्विन होता है आसला कौन प्रकाश मंडल ठीक ऊपर को सूर्य संश्लिष्ट जो निम्न स्तरीय वायुमंडलटी रही ज्योतिर्विज्ञानी भाषा वर्णमंडल बा क्रोमोस्फियर कहुए सब जो तर मंडलटा अच्छी क्रोमोस्फियर कहुए है आसला जो वर्णमंडल ठार बेस अधिक दूर विस्तृत होता सूर्यर सूक्ष्म और पतला वायुमंडल को ज्योतिर्विज्ञानी भाषा में सौर किरीटी बा सोलार करोना कहुए जो गोटे पतला सबुठ पतला गोटे माने स्तरटी थाए है तो कहुए कौन कि सॉरी तुम सोलार करोना बा सौर किरीटी कहुए है तापर आसला कौन संपूर्ण सूर्य परागर घटी समय यही स्तर को मनोहर रूप लाभन को देखा मिलता है जो सूर्यर बेले बेले गोटे माने किरणटा जो पड़ेनि ना चमकू थाए डायरेक्ट आसी थाए तो सही किरणटा कथा कहूँ है माने जोटा कि डायरेक्ट पड़े जो प्रत्यक्ष भाव में पृथ्वी देखो प्रकाश मंडल ठीक तोर को सूर्य अभ्यंतर प्राय केते ना 2 लाख किमी गभीरता पर्यंत विस्तृत होता अंचल को कौन कह जाए ना परिचरण मंडल बा कौन कन्वेंशन जोन बोली कह जाए एवं यही अंचल में सूर्य को गठन कर वस्तु अनवरत भाव में कौन तुम कौन परिचय गति प्रभावित होती है तो बोले मैंने यहाँ देखो जो तुम अलग नाटक हो कि तुम एकांकिका हो तुम मैंने कौन कर गप बढ़िया लेखि पकाउल एमती तो एगुड़ा सेमती ना पिला मैंने गुड़ा सेमती नुह गोटा तुमको पॉइंट वाइज लिखापी पड़ो है जदि तुमने बुझीच तो एगुड़ा तुम भावने पाराग्राफ वाइज मैंने कौन नाटक रखन लिखिदेव तुमने किसी पॉइंट तुमको मन रखते हो जहाँ द्वारा ही तुमने निजे बनईके लिखिपार आ कौन ये गप लिखो कि कौन राजधानी गप लिख ये कौन एटा नाटक ना किस तेणुक से कहते तुमने ध्यान दियो है कि हाल्का नियन तापर प्राय 4 लाख किमी व्यास विशिष्ट सूर्यर केन्द्रांचल बा अंत सूर्यर जो अंतस्तर रही सौर केन्द्र बोली कह जाए तो एठारे शक्तिशाली न्यूक्लियर प्रक्रियार अविरत संगठन जो सूर्य प्रखंड शक्ति उत्पादन करते हैं जो सूर्यर मझी स्तरटा है देखो सौर केन्द्र और परिचलन मंडल मध्यवर्ती अंचल को सौर अभ्यंतर बा सोलार इंटेरियर बोली कह जाए सूर्यंकर बहिर्पार्श्व परमाणु और न्यूक्लियस मानक समाहार गठित होता है सूर्य की भाव में गठित होता है से कथा लिखाई है तन्मध्य उद्यान और हिलियम परिमाण यथाक्रमे केते 9.4 और 5.9 होता बेले अन्य समस्त उपादान सूर्यर बाह्य पार्श्व को गठन कर मोट वस्तुतर प्राय कौन 1% 1.0.1 अटे है देखिए कौन आम सूर्यर जो केन्द्रांचल उद्यान आउ कौन न्यूक्लियस गुड़िकर दहन दहन घोजिबा फल हिलियम सृष्टि संभव होता है कौन हिलियम सृष्टि कि संभव होता है तो मैंने देख ना सूर्यर जो जो केन्द्रांचल गोटे रही मैंने जो मेन भागटा से उद्यान न्यूक्लियस गुड़िकर दहन जिते सी मैंने हली जाए तो से सेगुड़ा एवं से कौन घोषी हो जाए से जो हिलियम सृष्टि होता है हिलियम गैस है देखो सूर्यर सूर्यर उद्दिष्ट पृष्ठदेश
ଦୃଶ୍ୟମାନ ଯେଉଁ କଳା ଦାଗ ଗୁଡ଼ିକୁ କ'ଣ କୁହାଯାଏ ନା ସୌରକରଙ୍କ ବା ସନସ୍ପଟ୍ ବୋଲି କୁହାଯାଇଛି। ଏବଂ 1610 ମସିହାରେ ସର୍ବପ୍ରଥମେ ଇଟାଲୀୟ ପଦାର୍ଥ ବିଜ୍ଞାନୀ କିଏ ନା ଗାଲିଲିଓ, ମାନେ ଇଟାଲୀୟ ପଦାର୍ଥ ବିଜ୍ଞାନୀ କିଏ ଗାଲିଲିଓ, ସେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ଯେଉଁ ସୌରକରଙ୍କୁ ଦେଖିଥିଲେ। ଏବଂ ଏହି ସୌରକରଙ୍କର କେନ୍ଦ୍ରୀଭୂତ ସର୍ବଦା ଅନ୍ଧକାରଚ୍ଛନ୍ନ। ଅଧିକାଂଶ ସୌରକରଙ୍କ କ'ଣ ବୟସ୍କ ଭାବରେ ସେମାନଙ୍କର ନିଜ ନିଜ ଆକାର ତଥା ବୃତ୍ତିରେ ପରିବର୍ତ୍ତନ ଘଟାଇ ପାରନ୍ତି ଏବଂ ଆପେ ଆପେ ସୌରପୃଷ୍ଠରେ ଆବିର୍ଭୂତ କିମ୍ବା ବିଲୁପ୍ତ ହୋଇଯାଆନ୍ତି। ଗୋଟେ ସୌରକରଙ୍କର ଆୟୁ ଏକ ଦିନ ଠାରୁ 100 ଦିନ ମଧ୍ୟରେ ସୀମିତ ହୋଇଥାଏ ହେଲା। ଏବଂ କ'ଣ ନା ସବୃହତ୍ ସୌରକରଙ୍କର ବ୍ୟାସ ପ୍ରାୟତଃ ପୃଥିବୀର ଆକାର ସହିତ ସମାନ ହୋଇଥାଏ। ତ ପଢ଼ିଲା ବେଳେ ଟିକେ ପ୍ରାୟତଃ କ'ଣ ଟିକେ ଅଟକୁଥିବି, କାହିଁକିନା ଲେଖା ହିଁ ସେମିତି ଅଛି, କାହିଁକିନା ଅଡ଼ିଅନ୍ସ ପିଲାମାନେ ତ ତୁମମାନେ ଜାଣିଛନ୍ତି ତ ପାଠ ଗୁଡ଼ିକ କେମିତି। ତ ଦେଖନ୍ତୁ ମାନେ ବହୁତ ଦିନ ହେଲା ସେମାନେ ଯେଉଁ ମାନେ ଏଗୁଡ଼ା ସାଙ୍ଗରେ ଲିଙ୍କ୍ ନାହାନ୍ତି, ସେଥିଲାଗି ତାଙ୍କୁ ଗୋଟେ ବୁଝିବା ପାଇଁ ପ୍ରୋବ୍ଲେମ୍ ହେଉଛି ହେଲା। ତାପରେ ଦେଖନ୍ତୁ ତୁମର ବ୍ୟାନ୍ ଆଲୋକ ବିକିରଣ ବଳୟ ପୃଥିବୀ ଉପରେ ଦୁଇଟି ଚଟକା ମଝିରେ କଣା ଥିବା ବରା ଆକୃତିର ବଳୟ ଘେନି ରହିଛି। ତାହେଲେ କ'ଣ ଏଇଟା ହେଉଛି ତୁମର ଭ୍ୟାନ୍ ଆକଲେନ୍। ଏହା କ'ଣ ନା ଯେଉଁ ଆମ ପୃଥିବୀ ଚାରିପଟେ ଦୁଇଟି ଯେଉଁ କିସ କ'ଣ ଦହିବରା କି ନା ଯେଉଁ ବିରି ବରା ଆକୃତିର ହେଲା, ଯେଉଁ ବରା ଆକୃତିର ଥାଏ, ମଝିରେ ଗୋଟେ କଣା ଥାଏ। ଏବଂ ଏହି ଦୁଇଟି ବଳୟକୁ ବୈଜ୍ଞାନିକମାନେ ଭ୍ୟାନ୍ ଆକଲେନ୍ ବିକିରଣ ବଳୟ ନାମରେ ନାମିତ କରିଛନ୍ତି। ତାପରେ କ'ଣ ଉତ୍ତର କିରୀଟ ଓ ଦକ୍ଷିଣ କିରୀଟ ଭ୍ୟାନ୍ ଆକେନ ବିକିରଣ ବଳୟରୁ ଚାର୍ଜ କଣିକା ଗୁଡ଼ିକ ଚୁମ୍ବକୀୟ କ୍ଷେତ୍ର ଗୁଡ଼ିକ ବାଟେ ପଦାର୍ଥ ନିର୍ଗତ ହୋଇଥାନ୍ତି ଏବଂ ନିର୍ମିତ ଚାର୍ଜ କଣିକା ଗୁଡ଼ିକ କ'ଣ ନା ଚୁମ୍ବକୀୟ କ୍ଷେତ୍ର ଗୁଡ଼ିକ ବାଟେ ପଦାର୍ଥ ନିର୍ଗତ ହୋଇଥାଏ। ନିର୍ଗତ ଚାର୍ଜ କଣିକା ଗୁଡ଼ିକ ଉଚ୍ଚତର ବାୟୁମଣ୍ଡଳରେ ଅବସ୍ଥାପିତ ଗ୍ୟାସ୍ ଗୁଡ଼ିକ ସହିତ ସଂଘାତ ସୃଷ୍ଟି କରିବା ଦ୍ୱାରା ସେହି ଗ୍ୟାସ୍ ଗୁଡ଼ିକ ପ୍ରଦୀପ୍ତ ହୋଇପାରନ୍ତି ଏବଂ ସେଗୁଡ଼ିକ ନିଜଠାରୁ ନିଅନ୍ ଆଲୋକ ଭରି କ'ଣ ଚକଚକିଆ ଆଲୋକ ବିକିରଣ ଘଟାଇଥାନ୍ତି। ଏବଂ ଏହି ଆଲୋକୀୟ ଦୃଶ୍ୟ ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁ ସମୀପବର୍ତ୍ତୀ ଆକାରରେ ଦୃଶ୍ୟମାନ ହେଉଥିବାରୁ ଜ୍ୟୋତିର୍ବିଜ୍ଞାନୀ ଏହାକୁ ଉତ୍ତର କିରୀଟ ଓ ଦକ୍ଷିଣ କିରୀଟ ନାମରେ ନାମିତ କରିଛନ୍ତି। ତାପରେ ଦେଖିବା କିରାଟେ ବସ୍ତୁତ ବହିଷ୍କରଣ ଭ୍ୟାନ୍ ଆକଲେନ୍ ବଳୟ ଦୁଇଟି ବାଟ ଦେଇ ପ୍ରୋଟନ୍ ଓ ଇଲେକ୍ଟ୍ରନ୍ ଗୁଡ଼ିକ ନିର୍ଗତ ହେବା ପ୍ରକ୍ରିୟାକୁ କିରୀଟୀୟ ବସ୍ତୁତ ବହିଷ୍କରଣ ବୋଲି କୁହାଯାଇଥାଏ। କିରୀଟୀୟ ବସ୍ତୁତ ବହିଷ୍କରଣ ଏପରି ହେବା ଦ୍ୱାରା ପ୍ରଥମତଃ ପୃଥିବୀର ବାୟୁମଣ୍ଡଳରେ ଓଜୋନ ସ୍ତରର ବିଲୟ ଘଟେ। ତା ସହିତ ଦ୍ୱିତୀୟତଃ ଆମର ପୃଥିବୀ ବକ୍ଷରେ କ୍ରିୟାଶୀଳ ବେତାର ସରବରାହ ପ୍ରକ୍ରିୟାକୁ ବିଗାଡ଼ି ଦିଏ। ତାପରେ ଦେଖନ୍ତୁ ତୃତୀୟତଃ ବେତାର ସରବରାହ ପାଇଁ ଯେଉଁ ପ୍ରେରିତ କୃତ୍ରିମ ଉପଗ୍ରହ ଗୁଡ଼ିକ ମଧ୍ୟ ବିଗାଡ଼ି ଦିଏ। ଏବଂ ତୃତୀୟତଃ ବେତାର ସରବରାହ ପାଇଁ ପ୍ରେରିତ କୃତ୍ରିମ ଉପଗ୍ରହ ମଧ୍ୟ ବିଗିଡ଼ି ଯାଇପାରନ୍ତି। ଏବଂ ଚତୁର୍ଥତଃ କ'ଣ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ବ୍ୟବହୃତ ଟ୍ରାନ୍ସମିଶନ୍ ଲାଇନ୍ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। ତାପରେ ଆସେ ଆପେକ୍ଷିକ ତତ୍ତ୍ୱ। ଆପେକ୍ଷିକ ତତ୍ତ୍ୱ ମାନେ ଦେଖନ୍ତୁ ତୁମର ଯେଉଁ ଆଇନଷ୍ଟାଇନ୍ କରିଥିଲେ କେତେରେ ନା 1905 ମସିହାରେ ଯୁଗସ୍ରଷ୍ଟା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ସ୍ୱ ଉଦ୍ଭାବିତ ଆପେକ୍ଷିକ ତତ୍ତ୍ୱ ଅବଲମ୍ବନରେ ସୌରଶକ୍ତିର ଉତ୍ସ ସମ୍ପର୍କରେ ଲୋକମାନଙ୍କୁ ଜଣାଇଥିଲେ। ଏବଂ ଆପେକ୍ଷିକ ତତ୍ତ୍ୱର ନିହିତାର୍ଥ ହେଉଛି ବସ୍ତୁ ଓ ଶକ୍ତି ପରସ୍ପର ଠାରୁ କ'ଣ ଅଭିନ୍ନ ଓ ଉଭୟ କ'ଣ E=mc² ଗୋଟିଏ ସ୍ୱରର ସମୀକରଣ ଅନୁଯାୟୀ କ୍ରିୟାଶୀଳ ହେଉଛନ୍ତି। ଏବଂ ଏହି ତତ୍ତ୍ୱ ମାଧ୍ୟମରେ ଜାଣିବାକୁ ମିଳିଲା ଯେ ଆଲୋକର ବେଗ ଏବଂ କ'ଣ ଗୋଟିଏ ବିରାଟ ସଂଖ୍ୟା ହୋଇଥିବାରୁ ତାହା ସାମାନ୍ୟ ପରିମାଣରେ ଯେଉଁ ବସ୍ତୁର ବିନାଶ ଘଟିବା ପାଇଁ ପ୍ରଚଣ୍ଡ ଶକ୍ତିର ଏବଂ କ'ଣ ଯେଉଁ ଇଲେକ୍ଟ୍ରୋନିକ୍ ସୃଷ୍ଟି ସମ୍ଭବ ହୋଇଥାଏ। ତାପରେ ଆସିଲା କ'ଣ ଧରେ ଦେଖନ୍ତୁ ଗାମା ରଶ୍ମିର ସୃଷ୍ଟି ପ୍ରକ୍ରିୟା। ଗାମା ରଶ୍ମି ବିଶିଷ୍ଟ ବୈଜ୍ଞାନିକ ହାସନ୍ ବେଥେଙ୍କର ତତ୍ତ୍ୱାବଧାନରେ ତାତ୍ତ୍ୱିକ ଗବେଷଣା ଚଳାଉଥିବା ପଦାର୍ଥ ବିଜ୍ଞାନୀମାନେ ଜଣାଇଥିଲେ ଯେ କେତେ 10 ବା କ'ଣ 10 ନିୟୁତ ଡିଗ୍ରୀ କେଲଭିନ୍ ତାପମାତ୍ରାର ଉପସ୍ଥିତିରେ ଉଜ୍ଜାନ ନ୍ୟୁକ୍ଲିୟସ୍ ଗୁଡ଼ିକ ଗଠନ କରିଥାନ୍ତି। ଏବଂ ଏପରି ପ୍ରତ୍ୟେକ ନ୍ୟୁକ୍ଲିୟସ୍ ପ୍ରକ୍ରିୟାର ସଂଗଠନ ଯୋଗୁଁ ଅତ୍ୟନ୍ତ ପରିମାଣର ବସ୍ତୁର ବିନାଶ ଘଟିବା ପୂର୍ବରୁ ତାହା ଗାମା ରଶ୍ମି ରୂପୀ ଶକ୍ତିରେ ରୂପାନ୍ତରିତ ହୋଇଥାଏ। ତାପରେ ଦେଖିବା ମହାକାଶକୁ ପ୍ରେରିତ ମହାକାଶଯାନ ସୂର୍ଯ୍ୟ ସମ୍ବନ୍ଧରେ ତଥା ଯେଉଁ ସୂର୍ଯ୍ୟ ପୃଥିବୀ ମଧ୍ୟ ଯେଉଁ ବିଦ୍ୟମାନ ସ୍ଥାନ ସମ୍ବନ୍ଧରେ ପ୍ରାମାଣିକ ତଥ୍ୟ ସଂଗ୍ରହ ପାଇଁ ପୃଥିବୀ ପୃଷ୍ଠରୁ ଯେଉଁ ମହାକାଶ ଯାନ ଗୁଡ଼ିକ ପ୍ରେରିତ ହେଉଛି ମାନେ କ'ଣ ପୃଥିବୀର ମହାକାଶ ଯାନ ଗୁଡ଼ିକ ଯାଉଛି ସେଗୁଡ଼ିକ ହେଉଛି
ସେଗୁଡ଼ା କ'ଣ ସେଗୁଡ଼ା ହେଉଛି ମହାକାଶକୁ ପ୍ରେରିତ ମହାକାଶ ଯାନ ହେଲା, ମାନେ ମହାକାଶକୁ ଯେଉଁ ଯାନ ଗୁଡ଼ିକ ଯାଉଛି। ସୋଲାର ହେଲିଓ ସ୍ପେରିକ ଅବଜରଭେଟିର ସାହ ଏବଂ ୟୁରୋପୀୟ ସ୍ପେନ୍ ଏଜେନ୍ସି ଓ ନ୍ୟାସନାଲ ନାଉଟିକସ୍ ଆଣ୍ଡ କ'ଣ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସାର ମିଳିତ ସହଯୋଗରେ 1995 ମସିହାରେ ମହାକାଶକୁ ପଠାଯାଇଛି। ଟ୍ରାନଜିସନ ରିସନ୍ ଆଣ୍ଡ କୋରୋନାଲ ଏକ୍ସପ୍ଲୋରର ଟ୍ରେନ୍ ନାସା ଅନୁକୂଳରେ ଏହି ଅନୁସନ୍ଧାନକାରୀ ଯାନଟିକୁ 1998 ମସିହାରେ ମହାକାଶକୁ ପଠାଯାଇଥିଲା। ଦି ରୁବେନ ରାମାତେ ହାଇଏଞ୍ଜିତ ସୋଲାର କ'ଣ ସ୍ପେକ୍ଟ୍ରୋସ୍କୋପିକ୍ ଇମେଜର ବା ରେସି 2002ରେ ଏହି ଯାନଟି ମହାକାଶକୁ ପଠାଯାଇଥିଲା। ଠିକ ଅଛି, ଦେଖନ୍ତୁ କେମିତି ୱାର୍ଡ ସୋଲାର ରେଡିଆନ୍ସ ଆଣ୍ଡ କ୍ଲାଇମେଟ୍ ଏକ୍ସପେରିମେଣ୍ଟ ଯେଉଁ ସୋର୍ସ ହେଲା 2003ରେ ଏହି ଯାନ ମହାକାଶକୁ ପଠାଯାଇଥିଲା। ଏହି ମହାକାଶ ଯାନ ଗୁଡ଼ିକ ଗାମା ରଶ୍ମି, ରଞ୍ଜନ ରଶ୍ମି, ଅତିବେଙ୍ଗ ରଶ୍ମି ଓ ଦୃଶ୍ୟମାନ ଆଲୋକ ରଶ୍ମି ସାହାଯ୍ୟରେ କ'ଣ ସୂର୍ଯ୍ୟ ସମ୍ବନ୍ଧରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ମହାକାଶର ପ୍ରକୃତି ଓ ପାଣିପାଗ ସମ୍ବନ୍ଧୀୟ ଜ୍ଞାତବ ତଥ୍ୟ ଆଜି ଯୋଗାଇ ପାରୁଛନ୍ତି। ତାପରେ ଦେଖିବା ଯେଉଁ ସୂର୍ଯ୍ୟ ସମ୍ବନ୍ଧୀୟ ଅସମାହିତ ପ୍ରଶ୍ନ ସୂର୍ଯ୍ୟ ସମ୍ବନ୍ଧୀୟ ଅନେକ ଅସାମୟିକ ପ୍ରଶ୍ନ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପର୍ଯ୍ୟନ୍ତ ମଧ୍ୟ ସମାଧାନ ହୋଇପାରି ନାହିଁ। ସେଗୁଡ଼ିକ ହେଉଛି ସୂର୍ଯ୍ୟଠାରୁ ଚୁମ୍ବକୀୟ କ୍ଷେତ୍ରର ସୃଷ୍ଟି ମାନେ କିପରି ସମ୍ଭବ ହୋଇଛି, ତା ସହିତ କ'ଣ ସୌର ରାଷ୍ଟ୍ରର କ୍ରିୟାଶୀଳତା ଯୋଗୁଁ ଚୁମ୍ବକୀୟ କ୍ଷେତ୍ର ସମୟାନୁକ୍ରମରେ କେଉଁ ପ୍ରକାର ପରିବର୍ତ୍ତନ ଘଟୁଛି। ତାପରେ ଦେଖନ୍ତୁ ଅବସ୍ଥାନ୍ତରୀୟ ଅଞ୍ଚଳରେ ଯେଉଁ କ'ଣ ସୂର୍ଯ୍ୟର ବାୟୁମଣ୍ଡଳ କିପରି ନାଟକୀୟ ଭାବରେ ଏତେ ଅଧିକ ପରିମାଣରେ ଉତ୍ତପ୍ତ ହେଉଛି, ସୌର ଆଲୋକୀୟତା କାହିଁକି ସମୟାନୁକ୍ରମେ ପରିବର୍ତ୍ତନଶୀଳ ରୂପ ଧାରଣ କରୁଛି, ସୂର୍ଯ୍ୟଠାରୁ ବିକିରିତ ପରିବର୍ତ୍ତନଶୀଳ ଶକ୍ତି ପୃଥିବୀର ତାପମାତ୍ରାକୁ କିପରି ଭାବରେ ପ୍ରଭାବିତ କରୁଛି, କିପରି ଭାବରେ ସୂର୍ଯ୍ୟଠାରେ କ'ଣ କିରାଟୀୟ ବସ୍ତୁତ୍ୱ ବହିଷ୍କରଣ ସମେତ ଇତର ପ୍ରଦୀପ୍ତ ଗୁଡ଼ିକର ବା କ'ଣ ଫ୍ଲାସ୍ ସୃଷ୍ଟି ହେଉଛି, ସୂର୍ଯ୍ୟ କାହିଁକି ବିଭେଦକର ମାର୍ଗରେ ଘୁରୁଛି, ହ୍ୱାଇ ତ ମାନେ ଇତ୍ୟାଦି ଏହି ସମସ୍ତ ପ୍ରଶ୍ନର ସମାଧାନ ପାଇଁ ଆନ୍ତଃରାଷ୍ଟ୍ରୀୟ ସୌର ବର୍ଷ ଗବେଷଣା ଜାରି କରିଛି। ସେହିପରି ଭାବରେ ପୃଥିବୀର ବହୁ ବିଜ୍ଞାନୋନ୍ନତି ରାଷ୍ଟ୍ର ପୃଥକ ଭାବରେ ତଥା କ'ଣ ପାରସ୍ପରିକ ସହଯୋଗରେ ସୂର୍ଯ୍ୟ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରୁଛନ୍ତି। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ତ ପିଲାମାନେ ବାସ୍ ତୁମକୁ ଟିକେ ଖାଲି ବୁଝେଇଦେଲି, ତାପରେ ତୁମକୁ ରିଡ଼ିଂ କରିଦେଲି, କାହିଁକିନା କ'ଣ ଦେହ ବି ଏତେ ଭଲ ନାହିଁ, ବାସ୍ ତୁମକୁ ଟିକେ ଖାଲି ଜାଣ, କାହିଁକିନା ଏଇଟା ବହୁତ ଡିଫିକଲ୍ଟ ବିଷୟଟି ସେଇପାଇଁ ତୁମର କଲେଜ ଗୁଡ଼ିକରେ ଏଇଟା ମଧ୍ୟ ପଢ଼ା ହେଇନି ହେଲା। ତ ଯେହେତୁ ତୁମକୁ ଦେଇଛି ତୁମମାନେ ଦେଖନ୍ତୁ ହେଲା। ଧନ୍ୟବାଦ, ଜୟ ଜଗନ୍ନାଥ।